ମୁଁ ଦୀପିକା ଜେନା ଘର ମନୁଡିଆ ରସଲପୁର ପଞ୍ଚାୟତ। ଆଜି ଥାନାକୁ ଆସିକି ଅଭିଯୋଗ କରିବା କକା ଶ୍ୱଶୁର ଅଶ୍ଳୀଳ ଭାଷାରେ ଖରାପ ବ୍ୟବହାର ଦେଖିକି କହୁଛନ୍ତି ତମକୁ ରେପ୍ କରିମି, ପଥର ଫିଙ୍ଗୁଛନ୍ତି, ଏସିଡ୍ ଫିଙ୍ଗୁଛନ୍ତି। ଥାନାରେ ଆସିକି ମୁଁ ଏଫଆଇଆର ଦେଇଛି। ଆଜି ଦୀର୍ଘ 5 ମାସ ହେଲାଣି ତ କମ୍ପ୍ଲେନ ଦେବା ପରେ ବି ଥାନାରେ କିଛି ଅଭିଯୋଗ କରିନଥିଲା। ଆଜି ପୁଣି ଦୁବାର ଆସିକି ମୁଁ ଥାନାରେ କମ୍ପ୍ଲେନ ଦେଇ ଚାଲିଛି କିନ୍ତୁ ସେ ତାଙ୍କର ଅଶ୍ଳୀଳ ଭାଷା ମୁଁ ସହିପାରୁନାହିଁ। ବହୁତ ଗନ୍ଦା ଗାଳି କରୁଛନ୍ତି, ତମକୁ ରେପ୍ କରିବି, ତମକୁ ସହିତ ବଳାତ୍କାର କରିବି, ଇଏ କରିବି ସେ କରିବି, ଦୁନିଆ କଥା ମୁଁ ସହି ଆଉ ପାରୁନି। ଦୁନିଆ ନିଜ କକା ଶ୍ୱଶୁର, ନିଜର କକା ଶ୍ୱଶୁର ତାଙ୍କର ଶ୍ୱଶୁର ସହିତ ଆଗରୁ କଣ ବିବାଦ ଥିଲା, ମୁଁ ସେ ସବୁ ଜାଣି ନାହିଁ। କିନ୍ତୁ ଆଜି ମୁଁ ଯାହା 10 ବର୍ଷ ହେଲା ଆସିବା ସହିତ ମୋ ପଛରେ ପୁଣି ଲାଗି ରହିଛନ୍ତି ସବୁବେଳେ। ସ୍ୱାମୀ ବାହାରେ ମୋର ରୁହନ୍ତି କିନ୍ତୁ 2-4 ମାସ ହେଲା କହୁଛନ୍ତି ତାର କୁଣ୍ଡେଇ ହେଲାନି, ଗଲୁ ହେଲାନି, ଏମିତି ଅଶ୍ଳୀଳ ଭାଷା ଯାହାକି ମୁଁ ସହି ପାରୁନାହିଁ। ଏସଭଳିଆ ଭାଷାର କହୁଛନ୍ତି। ଆଜି ବାଧ୍ୟ ହୋଇ ମୁଁ ମିଡିଆ ସାମ୍ନାରେ ଏ ସବୁ କଥା କହିବା ପାଇଁ ବାଧ୍ୟ ହଉଛି। ପୂର୍ବରୁ ବହୁତ ଥର ଦେଇଛି କିନ୍ତୁ ଆମ ଏ କଥା କେହି ବୁଝି ନଥିଲେ। ଆଜି ବାଧ୍ୟ ହୋଇ ମୁଁ ମିଡିଆ ସାମ୍ନାରେ ଏସବୁ କଥା ଭାଇରାଲ କରୁଛି। ନା, ଥାନାର ସମାଧାନ ସବୁବେଳେ କହିବେ ସମାଧାନ ହେଇଯାଉଛି, ସମାଧାନ କରୁଛି, କିନ୍ତୁ ମୁଁ ଆଜି ସମାଧାନ ଚାହୁଁନା, ନ୍ୟାୟ ଚାହୁଁଛି। ଆଜି ଚାହୁଁଛି ଅଶ୍ଳୀଳ ଭାଷା କହୁଛି ସେ ଥାନାକୁ ଯାଆନ୍ତୁ, ଆଉ ଦୁନିଆର କୋଉ ନାରୀ ମାନଙ୍କୁ ଏମିତି କୋଉ ଭଳି ଭାବରେ ଏମିତି ବିହେଭ ନ କରନ୍ତୁ। ମୁଁ ଆଜି ଲଙ୍ଗଳା ହେଇକି ବି ମତେ ଦେଖଉଛନ୍ତି, ଉଲଗ୍ନ ହେଇକି ଦେଖଉଛନ୍ତି, ଘୁଷାରା ଟାଣା କରୁଛନ୍ତି, ଭିଡିଓ ଭାଇରାଲ କରୁଛନ୍ତି। ଏଇଭଳି ଭାବରେ ମୁଁ ଥାନାରେ ଆଜି କମ୍ପ୍ଲେନ ଦେଖେଇଛି ଭିଡିଓ ସହିତ। କିନ୍ତୁ ମୁଁ ଆଜି ଚାହୁଁଛି ମତେ ନ୍ୟାୟ ମିଳୁ, ତାଙ୍କୁ ଉଚିତ ଦଣ୍ଡ ମିଳୁ। ହାଣିଦବ, କାଟିଦବ, ମାରିଦବ ସବୁବେଳେ ଧମକ ଦଉଛନ୍ତି। ଆଜି ମୁଁ ଥାନାରୁ ନେଇକି ଯାଉଛି ମୋ ଜୀବନ ପ୍ରତି ବିପଦ ଥିବାର। ଥାନା କହିଲେ ଯେ ଆମେ ତମ ସାଙ୍ଗରେ ଅଛୁ, ଚାଲନ୍ତୁ। ଆଗ ଯାଇଛନ୍ତି ସାର୍ ମାନେ, ଆମେ ପଛରେ ଯାଉଛୁ ମିଡିଆ ସାମ୍ନାରେ। ଆମେ ତ ଏଇ କଥା ମୁଁ କହୁଛି। ଆଗରୁ ଥାନା ବାଲା କହୁଥିଲେ ଯେ ଠିକ ଅଛି ଦେଖିବା କହିକି ଏମିତି ଆସିବେ, ତାଙ୍କ ପକ୍ଷେ ଆମ ପକ୍ଷ ଆସିଲେ ସମାଧାନ ଏମିତି କରିଦେବେ, ଚାଲିଯିବେ। ପୁଣି 8 ଦିନ ଯାଇନଥିବେ ଏମିତି ଅଶ୍ଳୀଳ ଭାଷା କରି ଉଲଗ୍ନ ହେଇକି ଦେଖଉଛନ୍ତି ମତେ, ଏମିତି ସେମିତି ଦେଖଉଛନ୍ତି, ପଥର ଫୋପାଡୁଛନ୍ତି। ଆଗରୁ ବି ବହୁତ ଥର ଆମେ କହିଛୁ କିନ୍ତୁ ଆମ କଥା କେହି ବୁଝି ନଥିଲେ। ଆଜି ମୁଁ ବାଧ୍ୟ ହୋଇକି ମିଡିଆ ଆଗରେ କହୁଛି।